हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ध्यानामूलं गुरुर्मूर्ति पूजामूलं गुरुर्पदं मंत्रमूलं गुरुर्वाक्यं मोक्षमूलं गुरुर्कृपा। मोक्षमूलं गुरुर्कृपा। बोलिए महापुरुष अच्युतानंद जी की शुद्धि यानी ज्ञानी गुणी मंडली। आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचन आलोचना करने जाऊँगी महापुरुष शिशु अनंतर औषध कल्प विषय रे। शिशु अनंत पट्टामड़ा लिखिं विभिन्न रोग को विभिन्न प्रकार औषध। आज देखंतु मेडिकल संख्या बढ़ी चली से संख्यार रोगी मानकर संख्या बढ़ी चली से अनुपात रे अच्युतानंद महापुरुष यही कथा मालिकार लिखिले। बाबूरे आसब समय कलिजुगर शेष बेले दुर्भिक्ष पड़ब लोके जीवे बहु मारी लोके जीवे बहु मारी 64 रोगा भ्रम थिबा फेरी फेरी भ्रम थिबा फेरी फेरी दुर्भिक्ष पड़ब लोके जीवे बहु मरी 64 रोग भ्रम थिब फेरी फेरी। ये गोटे दुईटी रोग नुह 64 प्रकार रोग संसार घोरी बोलिब महापुरुष अच्युत लिखिंट। आओ रोग रूपे जोग माया शरीर खेलिब बाबू शरीर खेलिब काहारी आयत बाबू सेठारे नथिब बाबू सेठारे नथिब रोग रूपे जोग माया शरीर खेलिब। अच्युतानंद महापुरुष मालिकार लिखिले। आपण कौन अनुभव करना ये कथा महापुरुष अच्युतानंदर ये भविष्यवाणी की कौन एपर्यंत आम अनुभव करने नहीं समस्ते अनुभव कले मालिका केते सत नहीं। महापुरुष परा दृढ़ोक्ति देते कथा उपरे कहले बाबूरे पूर्व भानु बा पश्चिमे जीव अच्युत वचन आन नहिब। पूर्वर सूर्य पश्चिम उदय हवा समय पर हो पारे कि रे रामचंद्र मो मालिकार गोटे अक्षर मध्य मिछ हेब ना जा मो भविष्यवाणी कर दी जाऊँ। तेणु से कथा कहले आज देखंतु रोग रूपे जोग माया शरीर खेलिब काहारी आयत बाबू सेठारे नथिब। आज रोग चारिआडे रोग जहादरे आंगुठी मारिदेवे किसी ना किसी गोटे रोग ता देहरे थिबो बा हिथिबो। महापुरुष लिखी कथा मालिका कहले निरोगी होई जण के नथिबे निरोगी होई जण के नथिबे सुस्थ अवस्थारे केही नथिबे सुस्थ अवस्थारे केही नथिबे। कहले निरोगी होई जण के नथिबे आ सुस्थ अवस्थार मध्य केही नथिबे। अनेक कहती मु सुस्थरे अछि सुस्थ समझे आगुरी अतीत को जदि आम जा सुस्थ खाद्य खाऊले नहीं सात्विक भोजन ग्रहण करुले सार मसला नथिला नहीं किंतु वर्तमान सबु पदार्थ देखो सार इंजेक्शन दिया आम खाद्य खाऊे आउ कि सुस्थ थी ना
ନିରୋଗୀ ରୋଗ ବୈରାଗ ଆହାର ବିହାର ଅସଂଯମତା ଫଳରେ ଆଜି ରୋଗ ବ୍ୟାଧି ଆମ ଶରୀରରେ ପ୍ରବେଶ କରିଛି। ତେଣୁ ସେଇ କଥା ମହାପୁରୁଷ କହିছে ନିରୋଗୀ ହେଇ ଜଣେ କେହି ସଂସାର ନଥିବେ। ତ ମହାପୁରୁଷ ଶିଶୁ ଅନନ୍ତକୁ ଶିଷ୍ୟ ବାରଙ୍ଗ ପଚାରିଲେ ଗୁରୁଦେବ ୟା ପାଇଁ କ'ଣ କିଛି ପ୍ରତିକାର ନାହିଁ? ଯଦି ସେତେବେଳେ ନିରୋଗୀ ହେଇ କେହି ନଥିବେ ସମସ୍ତଙ୍କୁ ରୋଗ ବ୍ୟାଧି ଗ୍ରାସ କରିଥିବ। ଅନେକ ରୋଗ ରହିଛି 64 ପ୍ରକାର ରୋଗ ସଂସାର ଘୁରି ବୁଲିବ। ତେଣୁ ସେ ରୋଗର ଉପଶମ ପାଇଁ କିଛି ତ ଆପଣ ଗୋଟେ ଉପାୟ କୁହନ୍ତୁ। କଳିଯୁଗର ଲୋକମାନେ ତାହା ଶୁଣିକିରି ତାକୁ ଅନୁକରଣ କରିକି ଉପକୃତ ହେବେ। ରୋଗର ନିଦାନ କିଛି କୁହନ୍ତୁ। ନା ବାବୁରେ ଏଇଭଳି ଗୋଟେ ରୋଗର ନାଁ ମୁଁ କହୁଛି ଔଷଧ କଳ୍ପ। ଆଜିର ମାଳିକା ବଚନ ଆଲୋଚନାରେ ଆମେ ଆଲୋଚନା କରୁଛେ ମହାପୁରୁଷ ଶିଶୁ ଅନନ୍ତଙ୍କର ପଟ୍ଟା ମଡ଼ାଣରେ ଲେଖାଥିବା ଏକ ମାଳିକା ଏକ ଔଷଧ କଳ୍ପ ବିଷୟରେ। ଔଷଧ କଳ୍ପ ସେ ରୋଗ କ'ଣ ତାକୁ ଏ ଔଷଧ କଳ୍ପ ମହାପୁରୁଷ ଶିଶୁ ଅନନ୍ତ ଲେଖିଛନ୍ତି। ତା ପାଇଁ ଔଷଧ କଳ୍ପ ଲେଖିଛନ୍ତି। ସେ ରୋଗଟି କ'ଣ? ଶିଶୁ ଅନନ୍ତ କହିଲେ ଶୁଣରେ ନନ୍ଦନ ଗୋଥିଆ ବାତକୁ ଯେମନ୍ତେ ନାଶନ ବିଧି କେଉଁ ବାତ ମଧ୍ୟେ କେଉଁ ଔଷଧକୁ ତାହା ବୋଲିବା ପ୍ରସିଦ୍ଧି। ତାହା ବୋଲିବା ପ୍ରସିଦ୍ଧି ହେ ସୁଜନେ ତାହା ବୋଲିବା ପ୍ରସିଦ୍ଧି ତାହା ବୋଲିବା ପ୍ରସିଦ୍ଧି ହେ ସୁଜନେ ତାହା ବୋଲିବା ପ୍ରସିଦ୍ଧି। ଲେଖିକି ରଖନ୍ତୁ ଆପଣମାନେ। ପ୍ରାୟ ଅନେକଙ୍କ ଠାରେ ରୋଗଟି ଥିବ। ଆପଣ ସେ ରୋଗର ନିଦାନ କ'ଣ ଆପଣ ଏଇ ଲେଖି ନିଅନ୍ତୁ। ଶିଶୁ ଅନନ୍ତ ୟାକୁ ପଟ୍ଟା ମଡ଼ାଣରେ ଲେଖିଛନ୍ତି। ବୁଝିଲେ? ରୋଗଟିର ନାଁ କ'ଣ? ନା ଗୋଧିଆ ବାତ। ଶୁଣରେ ନନ୍ଦନ ଗୋଧିଆ ବାତକୁ ଯେମନ୍ତ ନାଶନ ବିଧି। ଗୋଧିଆ ବାତ ଯାହାଠାରେ ଥିବ ତାକୁ ନାଶ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ମେଡ଼ିସିନ ଖାଉଛେ କିନ୍ତୁ ଉପଶମ ପାଉନାହାନ୍ତି। ପାଉଛନ୍ତି ନା? ନା ପରୀକ୍ଷା କରି ଆପଣ ଖବର ନେଉନାହାନ୍ତି। ସେ ଗୋଧିଆ ବାତ ଯାହାର ଥିବ ସେ ବିଭିନ୍ନ ପ୍ରକାର ମେଡ଼ିସିନ ଖାଉଛନ୍ତି। ମେଡ଼ିସିନ କିଛି ଦିନ ଭଲ ହେଇଯିବ ପୁଣି ବାତ ବାହାରିବ। ତେଣୁ କେଉଁ ବାତ ମଧ୍ୟରେ କେଉଁ ଔଷଧକୁ ତାହା ବୋଲିବା ପ୍ରସିଦ୍ଧି। ଆଉ ଔଷଧ କ'ଣ? ଇଏ ଗୋଧିଆ ବାତକୁ ମେଡ଼ିସିନ କ'ଣ ବୋଲି ମହାପୁରୁଷ ଶିଶୁ ଅନନ୍ତ କି ନିଗୁଡ଼ି ମଣ୍ଡଳୀ ଶୋଥି ଜାନି କହିଲେ ଏ ଗୋଧିଆ ବାତର ଲକ୍ଷଣ କ'ଣ? କ'ଣ ଆର ଲକ୍ଷଣ ଯାହାକୁ ହେଇଥିବ ଆମେ କେମିତି ଜାଣିବା ଏ ଗୋଧିଆ ବାତ ବୋଲି? ନା ବସିବା ସ୍ଥାନରୁ ଉଠି ନ ପାରିବ ଆଣ୍ଠୁ ଗଣ୍ଠି ଫୁଲିଯିବ ବର୍ଷା କାଳରେ ଏହି ବାତ ରୋଗ ଦେବ ବହୁ ପ୍ରାଦୁର୍ଭାବ। ଦେବ ବହୁ ପ୍ରାଦୁର୍ଭାବ ହେ ସୁଜନେ ଦେବ ବହୁ ପ୍ରାଦୁର୍ଭାବ ଦେବ ବହୁ ପ୍ରାଦୁର୍ଭାବ ହେ ସୁଜନେ ଦେବ ବହୁ ପ୍ରାଦୁର୍ଭାବ। ଏ ଗୋଧିଆ ବାତର ଲକ୍ଷଣ ହେଉଛି ଇୟା କ'ଣ? ନା ବସିବା ସ୍ଥାନରୁ ଉଠି ନ ପାରିବ ଆଣ୍ଠୁ ଗଣ୍ଠି ଫୁଲିଯିବ। ଅନେକଙ୍କର ହେଉଥିବ ବସିଥିରେ ଉଠି ହେବ ନାହିଁ। ଆଉ କ'ଣ? ନା ଆଣ୍ଠୁ ଗଣ୍ଠି ଫୁଲିଯିବ। ଆଣ୍ଠୁ ଗଣ୍ଠି ସବୁ ଫୁଲିଯାଏ ଗୋଧିଆ ବାତ ଯାହାକୁ ହେଇଥାଏ। ସେତେବେଳେ ବର୍ଷା କାଳରେ ଏହି ବାତର ଦେବ ବହୁ ପ୍ରାଦୁର୍ଭାବ। ବର୍ଷକ 12 ମାସରେ ସେ ରୋଗୀଟି କଷ୍ଟ ପାଉଥିବ। ବସିବା ସ୍ଥାନ ଉଠି ପାରୁନଥିବ, ଆଣ୍ଠୁ ଗଣ୍ଠି ଫୁଲି ଯାଉଥିବ। କିନ୍ତୁ ଯେତେବେଳେ ବର୍ଷା କାଳ ଆସିଯିବ, ବର୍ଷା ଦିନ ଆସିଯିବ, ଇଏ ବହୁତ ପ୍ରାଦୁର୍ଭାବ ଦେବ। ଏ ରୋଗଟି ବହୁତ ଶରୀରକୁ ପୀଡ଼ା ଦେବ, କଷ୍ଟ ଦେବ। ଯାହାକୁ ହେଇଥିବ ସେ ଜାଣିଥିବେ ଏ କଥା। ଶିଶୁ ଅନନ୍ତ କହିଲେ ବାବୁରେ ଶୀତ କାଳେ ଏହି 2 ଗୁଣ ବଢ଼ିବ ଗ୍ରୀଷ୍ମ କାଳରେ ନଥାଇ ଗୋଧିଆ ବା ମେଣ୍ଢା ମୁଣ୍ଡିଆ ଏ ବାତ ନାମ ଶାସ୍ତ୍ରରେ ଅଛଇ। ନାମ ଶାସ୍ତ୍ରରେ ଅଛଇ ହେ ସୁଜନେ ନାମ ଶାସ୍ତ୍ରରେ ଅଛଇ ନାମ ଶାସ୍ତ୍ରରେ ଅଛଇ ହେ ସୁଜନେ ନାମ ଶାସ୍ତ୍ରରେ ଅଛଇ। ବର୍ଷା ଦିନେ ବହୁତ ପ୍ରାଦୁର୍ଭାବ ଦେଉଥିବ, ବହୁତ କଷ୍ଟ ଦେଉଥିବ। କିନ୍ତୁ ଶୀତ ଦିନ ଆସିଗଲେ 2 ଗୁଣ ବଢ଼ିବ।
ଗୋଧିଆ ଭାତ ଯାହାକୁ ହେଇଥିବା ମେଣ୍ଢା ମୁଣ୍ଡିଆ ଭାତ। ଲୋକାଚାରରେ କହନ୍ତି, ଲୋକ ମୁଖରେ ପ୍ରଚାରିତ ହେଇଥାଏ କ'ଣ ନା ଏଇଟା ହେଉଛି ମେଣ୍ଢା ମୁଣ୍ଡିଆ ଭାତ ବା ଗୋଧିଆ ଭାତ। କହିଲେ ଇଏ ଶୀତ ଦିନେ 2 ଗୁଣ ବଢ଼ିବ କଷ୍ଟ। ଯାହାକୁ ହେଇଥିବ ଶୀତ ଦିନେ ବହୁତ କଷ୍ଟ ପାଇବ, 2 ଗୁଣ କଷ୍ଟ ପାଇବ ବର୍ଷା ଦିନେ ଯେତିକି ପାଉଥିବ। ଆଉ ନା 2 ଗୁଣ ବଢ଼ିବ। ଗ୍ରୀଷ୍ମ କାଳରେ ନଥାଇ ଖରାଦିନେ ଏ ଭାତଟି ଦେଖା ଦିଏ ନାହିଁ। ପ୍ରାୟ ଖରା ଦିନ ଯେତେବେଳେ ହେଇଥିବ ଆସିଯିବ, ସେତେବେଳେ ଏ ରୋଗୀ କଷ୍ଟ ପାଏ ନାହିଁ, ଦେଖାଯାଏନି ତା ଶରୀର ଲକ୍ଷଣ। ଆଉ ଗୋଧିଆ ବା ମେଣ୍ଢା ମୁଣ୍ଡିଆ ଏ ଭାତ ନାମ ଶାସ୍ତ୍ରରେ ଅଛଇ। ଏ ଗୋଧିଆ ଭାତ ବା ମେଣ୍ଢା ମୁଣ୍ଡିଆ ଭାତ ଆକୁ କହନ୍ତି। କହିଲେ ଲକ୍ଷଣ କ'ଣ? ଆଉ ଲକ୍ଷଣ ଏ ଭାତର କ'ଣ ରହିଛି ନା କ୍ଷୁଧା ନ ହୋଇବ ବହୁତ ମୋତିବ ଦିନରେ ମେଦ ପ୍ରକାର ଦିନରେ ମେଦ ପ୍ରକାର ଶୋଇବା ସ୍ଥାନରୁ ଆଉ ନ ଉଠିବ ଗୋଧିଆ ବା ତକୁମର ଗୋଧିଆ ବା କୁମାର କ୍ଷୁଧା ନ ହୋଇବ ବହୁତ ମୁତିବ। କ୍ଷୁଧା କଲେ ଭୋକ ମୋଟେ ହେବ ନାହିଁ। ଯାହାର ହେଇଥିବ ଶୁଣି ନିଅନ୍ତୁ ଏ କଥା, ଏ ଠିକ ନା ନାହିଁ? ଭୋକ ମୋଟେ ହେବ ନାହିଁ। ଖାଇବାକୁ ଇଚ୍ଛା ଥିଲେ ବି ଭୋକ ନଥିବ। ତେଣୁ ଭୋକ ନ ହୋଇବ ବହୁତ ମୁତିବ। ବାରମ୍ବାର ସିଏ ଯିବ, ପରିସ୍ରା ଲାଗିବ ବାରମ୍ବାର। ଆଉ ଦିନରେ ମେଦ ପ୍ରକାର, ଦିନରେ ମେଦ ହେଇକି ସେମିତି ବସିଥିବ, ବୁଝିଲେ? ଆଉ ନା ଶୋଇଲା ସ୍ଥାନରୁ ଆଉ ନ ଉଠିବ ଗୋଧିଆ ବାତ କୁମର। ଶୋଇଥିବ ଉଠି ପାରିବ ନାହିଁ, ବସିଥିବ ମେଦ ଭଳିଆ ସେମିତି ବସିଥିବ, ଉଠିବାକୁ ଇଚ୍ଛା ହେବନି। ତ ଇଏ ହେଉଛି ତାର ଆଉ ଗୋଟେ ଲକ୍ଷଣ। କ'ଣ ନା ଗୋଧିଆ ଭାତ ବା ମେଣ୍ଢା ମୁଣ୍ଡିଆ ଭାତର। ଶିଶୁଆନନ୍ଦ କହିଲେ ଆର ଔଷଧ କ'ଣ ରେ ବାବୁ? ବାରଙ୍କ ପଚାରିଲେ, କହିଲେ ଗୁରୁଦେବ ଏଇ ତ ଲକ୍ଷଣ ଆପଣ କହିଦେଲେ। ଯଦି ରୋଗର ଲକ୍ଷଣ କହିଲେ ତାହେଲେ ରୋଗର ନିଦାନ କ'ଣ କୁହନ୍ତୁ? ଏ ରୋଗର ଉପଶମ କେମିତି ହେବ? ଏ ରୋଗର ମେଡ଼ିସିନ କ'ଣ, ଔଷଧ କ'ଣ, ତାକୁ ଟିକେ କୁହନ୍ତୁ। ଶିଶୁଆନନ୍ଦ କହୁଛନ୍ତି, ଲେଖିକି ରଖନ୍ତୁ ଆପଣ ମା। ଯାହାକୁ ହେଇଥିବ ଗୋଧିଆ ଭାତ ବା ମେଣ୍ଢା ମୁଣ୍ଡିଆ ଭାତ ତାର ଲକ୍ଷଣ କହିଲୁ। ଯଦି ଏ ଲକ୍ଷଣ ଆମ ଠାରେ ଅଛି ତାହେଲେ ତା ପାଇଁ ଔଷଧ କ'ଣ, ମେଡ଼ିସିନ କ'ଣ ଆପଣ ଲେଖିନିଅନ୍ତୁ। ଯେଉଁ ମହାପୁରୁଷ ମାନେ ଏ ଭବ ରୋଗର ନିରୂପଣ କଲେ, ସେଇ ମହାପୁରୁଷ ମାନେ ଭବ ରୋଗର ନିଦାନ ମଧ୍ୟ କହିଦେଇ ଯାଇଛନ୍ତି। ସମସ୍ୟା କହିଛନ୍ତି, ତାର ସମାଧାନ ମଧ୍ୟ ବାଟ ଦେଖେଇଛନ୍ତି। ତେଣୁ ଏ ରୋଗର ଉପଶମ କେମିତି ହେବ, ନିଦାନ କେମିତି ହେବ, ରୋଗ ଭଲ କେମିତି ଆମର ହେବ, ଲେଖି ନିଅନ୍ତୁ ଯାହାର ଏ ଲକ୍ଷଣ ଥିବ। କହିଲେ ଭର କୋଡ଼ି ଗଛ ମଲାଙ୍ଗ ଆଣିବୁ ପୁଷ୍ୟା ନକ୍ଷେତ୍ରରେ ତୋହି ପୁଷ୍ୟା କ୍ଷେତ୍ରରେ ତୁହି ଖରାକୁ ତାର ସଙ୍ଗେ ମିଶାଇବୁ ଜବଧାନ ଗୁଣ୍ଡ ଦେଇ ଜବଦାନ ଗୁଣ୍ଡ ଦେ ମେଡିସିନଟା ଲେଖି ରଖନ୍ତୁ, ଆପଣ ପ୍ରସ୍ତୁତ କରିବେ। କେମିତି କରିବେ? ଅଭିଜ୍ଞ ଯିଏ ସେ କରିଦେଲେ କ'ଣ ହେଇଯିବ ନା? ସେଇଭଳି ଅଭିଜ୍ଞ ମାର୍ଗଦର୍ଶକଙ୍କ ପରାମର୍ଶରେ ଇଏ ମେଡିସିନଟା ଆପଣ ତିଆରି କରିବେ। ଶୁଣିଲେ, ଲେଖିନେଲେ, ଜିନିଷ କିଣି ଆଣିଲେ, ଘରେ ଆମେ ତିଆରି କରିଦେବା, ଏଇ କ'ଣ ସହଜ କଥା ନା? ସେଇଭଳି ଆୟୁର୍ବେଦୀୟ ଶାସ୍ତ୍ର ଉପରେ ଯାହାଙ୍କର ଜ୍ଞାନ ଥିବ ଏବଂ ଏ ବିଭିନ୍ନ ପ୍ରକାର ରୋଗ ପାଇଁ ଯିଏ ଏଭଳି ମେଡ଼ିସିନ ସବୁ ତିଆରି କରୁଥିବେ, ତାଙ୍କର ପରାମର୍ଶରେ ଆପଣ ଆକୁ କଲେ ହୁଏତ ଠିକ୍ ଫଳ ଦେବ। ବୋଲିଏ ମହାପୁରୁଷ ଶିଶୁଆନନ୍ଦ କି ହେଲେ ବାବୁରେ ବରକୋଳି ଗଛ ମଲାଙ୍ଗ ଆଣିବୁ। ଆଉ କ'ଣ ଆଣିବୁ ନା ପୁଷ୍ୟା ନକ୍ଷତ୍ର, ତ ଏଇ ପୁଷ୍ୟା ନକ୍ଷତ୍ର ପଡ଼ିଥିବ, ସେତିବେଳେ ବରକୋଳି ଗଛର ମଲାଙ୍ଗଟାକୁ ଆଣିବୁ। ଗୋଖରାକୁ ତାର ସଙ୍ଗେ ମିଶାଇବୁ ଜବଧାନ ଗୁଣ୍ଡ ଦେଇ। ଗୋଖରାକୁ ଆଣିବୁ, ଜବଧାନ ଗୁଣ୍ଡ କ'ଣ କରୁ ନା ତା ଦେହରେ ମଧ୍ୟ ମିଶାଇବୁ।
କେତେ ଲେଖା ତାର ମଧ୍ୟ ପରିମାଣ ରହିଛି କହିଲେ ବାଡ଼ି ଅଁଳାର ମୂଳ 5 ପଳ କଇଁ ମୂଳ ସଙ୍ଗେ ଦେବ ଶୁଦ୍ଧ ଗନ୍ଧ କରୁ କରସି ମିଶାଇ ଆଉ ଯେତେ ବେଶୀ ସବୁ ଆଉ ଯେତେ ବେଶୀ ସବୁ ହେ ସୁଜନେ ଆଉ ଯେତେ ବେଶୀ ସବୁ ଆଉ ଯେତେ ବେଶୀ ସବୁ ହେ ସୁଜନେ ଆଉ ଯେତେ ବେଶୀ ସବୁ ବାଡ଼ି ଅଁଳାର ମୂଳ 5 ପଳ ଥାଏ ସବୁ ହିସାବ ତେଣୁ ବାଡ଼ି ଅଁଳାର ମୂଳ 5 ପଳ କଇଁ ମୂଳ ସଙ୍ଗେ ଦେବୁ ଶୁଦ୍ଧ ଗନ୍ଧକରୁ କରସି ମିଶାଇ ଆଉ ଯେତେ ବେଶୀ ସବୁ ଶୁଦ୍ଧ ଗନ୍ଧକ ମଧ୍ୟ ମିଶେଇ ତାପରେ କ'ଣ କରିବୁ ନା କୁଢ଼ କାପଡ଼ରୁ ନ ପଳ ତୋ ଦେବୁ ଅର୍ଜୁନ ଛେଲି ପ୍ରମାଣ ଅର୍ଜୁନ ଛେଲିର ଓଜନ ନୋହିବ ହେବ ଯେତେ ପରିମାଣ ହେବ ଯେତେ ପରିମାଣ ହେ ସୁଜନେ ହେବ ଯେତେ ପରିମାଣ ହେବ ଯେତେ ପରିମାଣ ହେ ସୁଜନେ ହେବ ଯେତେ ପରିମାଣ ଆଉ କ'ଣ ତା ଦେହରେ ମିଶେଇବୁ ଲେଖି ରଖୁଥାନ୍ତୁ କହିଲେ କୁଢ଼ କାପଡ଼ରୁ 9 ଫଳ ତୁ ଦେବୁ 9 ଫଳ ଦେବୁ ଅର୍ଜୁନ ଛେଲି ପ୍ରମାଣ ଅର୍ଜୁନ ଛେଲି ଆପଣମାନେ ଦେଖିଥିବେ ଅର୍ଜୁନ ଗଛ ଛେଲି ହାର୍ଟ ରୋଗ ପାଇଁ ବେଶୀ ଆବଶ୍ୟକ ପଡ଼େ ତେଣୁ ସେ ଅର୍ଜୁନ ଛେଲି ମଧ୍ୟ କିଛି ଆଣିବୁ କହିଲେ ଅର୍ଜୁନ ଛେଲିର ଓଜନ ନହିବ ହେବେ ଯେତେ ପରିମାଣ ସେ ଅର୍ଜୁନ ଛେଲିଟାର ତାର ଓଜନ କିଛି ହିସାବରେ ଆଣିବୁନି ଯେତେ ପରିମାଣ ହେଲେ କୌଣସି ଅସୁବିଧା ନାହିଁ ତାପରେ ନା ବୁଢ଼ୀ ମଇଁଷିର ଦୁଧରେ ବାଟିବୁ ବିଧବା ବାଟିବ ନାହିଁ ବିଧବା ବାଟିବ ନାହିଁ ହେ ସୁଜନେ ବିଧବା ବାଟିବ ନାହିଁ ସେହି ମନ୍ତ୍ର ରାଜ ସହସ୍ରେ ମସିଲେ ଏ ବ୍ୟାଧି ଯିବ ଓ ଭାଇ ଶୁଣ ସୁଜନେ ଗୁଣି ବେଳ କାଳ ଆସି ଲାଡ଼ି ହେ ଶୁଣ ସୁଜନେ ଗୁଣି କହିଲେ ବୁଢ଼ୀ ମଇଁଷିର ଦୁଧରେ ବାଟିବୁ ବିଧବା ବାଟିବ ନାହିଁ ଶୁଦ୍ଧପୂତ ଭାବରେ ଏସବୁ ପଦାର୍ଥ ଗୁଡ଼ିକୁ ଏହି ପରିମାଣରେ ସଂଗ୍ରହ କରି ବୁଢ଼ୀ ମଇଁଷିର କ୍ଷୀରରେ ବାଟିବୁ ବା ଦୁଧରେ ବାଟିବୁ ବିଧବା ବାଟିବ ନାହିଁ ଆଉ ଯିଏ ବି ବାଟିବ ଶୁଦ୍ଧପୂତ ହେଇକି ଆକୁ ବାଟିବ ବାଟି ସାରିଲା ପରେ ନା ସେହି ମନ୍ତ୍ରରାଜ ସହସ୍ରେ ମରିଲେ ଏ ବ୍ୟାଧି ଯିବ ଓ ଭାଇ ଶ୍ରୀମନ୍ତ୍ରରାଜ ବୀଜ ମନ୍ତ୍ର ଲଗେଇ ସହସ୍ରେ କଲେ 1000 ମନ୍ତ୍ର ଆପଣ ଜପ କରିବେ ଜପ କରିକି ଔଷଧଟାକୁ ପାନ କରିବେ କଲେ କ'ଣ ହେବ ନା ଏ ବ୍ୟାଧି ଯିବ ଓ ଭାଇ ଏ ବ୍ୟାଧି ଏ ରୋଗ ଯେଉଁ ମେଡ଼ିସିନ ଖାଇଲେ ଏଲୋପାଥି ଓ ହୋମିଓପାଥି ବିଭିନ୍ନ ପ୍ରକାର ଆମେ ଆୟୁର୍ବେଦିକ ଖାଇଲେ ଇଏ ପୁଣି କମିଯାଏ ପୁଣି ହୁଏ କିନ୍ତୁ ଶିଶୁ ଅନନ୍ତ କହୁଛନ୍ତି ଇଏ ମରିବା ପର୍ଯ୍ୟନ୍ତ ଆପଣଙ୍କ ଦେହରେ ଏ ରୋଗ ଆଉ ରହିବ ନାହିଁ କହଣ କହିବି କୁମାର ମଣିରେ ଅରଡର ପରକାର ଏମନ୍ତ କହି ବ୍ୟାଧି ତାଙ୍ଗରେ ହୋଇଯାଏ ଫର ହୋଇଯାଏ ଫର ହେ ସୁଜନେ ହୋଇଯାଏ ଫର ହୋଇଯାଏ ଫର ହେ ସୁଜନେ ହୋଇଯାଏ ଫର ମହାପୁରୁଷ ଶିଶୁ ଆନନ୍ଦ ମାଳିକାର ନାମ ହେଲା ପଟାମଡ଼ାଣ ହି ଜ୍ଞାନୀ ଗୁଣୀ ମଣ୍ଡଳୀ ଆମେ ମନରୁ କହୁନାହୁଁ ଏ କଥା ଶିଶୁ ଅନନ୍ତ ପଟାମଡ଼ାଣ ଲେଖିଛନ୍ତି ଏ ରୋଗକୁ ଏ ଔଷଧି କହିଲେ ଏମନ୍ତ ଏ କହି ବ୍ୟାଧି ତାଙ୍ଗରେ
ହୋଇଯାଏ ଫର ଫର କଣ କହିବି କୁମର ମଣିରେ ହରଡର ପରକାର ହରଡର ପର କାର ହେ ସୁଜନେ ହରଡର ପର କାର ହରଡର ପର କାର হে ସୁଜନେ ହରଡର ପରକାର। ଆଉ ଏକ ବ୍ୟାଧି କଥା ରୋଗ କଥା ଶିଶୁ ଅନନ୍ତ ଲେଖିଲେ ମାଳିକାରେ କହିଲେ ବାବୁରେ ଯେ ଏମନ୍ତ ଏକ ବ୍ୟାଧି ତାଙ୍ଗରେ ହୋଇଯାଏ ପର ପର କଣ କହିବି କୁମରମଣିରେ ହରଡର ପରକାର ଶରୀରରେ ହରଡ଼ ଭଳିଆ ଫଳିଯିବ ଚାରିଆଡ଼େ ଯାହା ଦେହରେ ଏଇଭଳି ହରଡ଼ ଭଳିଆ ସବୁ ଫଳି ଯାଉଥିବ ଆଉ ତାକୁ ବିଭିନ୍ନ ଉପଚାର କଲେ ମଧ୍ୟ ତାହା ଦୂରୀଭୂତ ହେଉନଥିବ ରୋଗ ଭଲ ହେଉନଥିବ ବା ସେ ଚିହ୍ନ ଯାଉନଥିବ ତାହାକୁ ମଧ୍ୟ ଔଷଧ ମୁଁ କହୁଛି ଲେଖିନିଅ ଶୁଣିନିଅ। ଏ ଜ୍ଞାନୀ ଗୁଣିମଣ୍ଡଳୀ ଆଜି ତ ସମୟ ହେଇଛି ଆସନ୍ତା ଅଧ୍ୟାୟରେ ଏ ରୋଗ ପାଇଁ ମେଡ଼ିସିନ କ'ଣ ଶିଶୁ ଅନନ୍ତ ଲେଖିଛନ୍ତି ଔଷଧ କ'ଣ ଆମେ ଔଷଧ କଳ୍ପରେ ଆଲୋଚନା କରିବା। ତ ଆସନ୍ତୁ ଆଜି ପାଇଁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ କିନ୍ତୁ ତାପରେ ଜଣେ ଭକ୍ତର ନାଁ କହିବା କିଏ ସେ ଭକ୍ତ କ'ଣ ତାର ନାଁ କେଉଁଠି ତାର ଜନ୍ମ ହେଇଥିବ। ରତ୍ନ ବଟେ କିଣୁ ଦାସ ଖେଳ ଭିବ କହି ଅଚ୍ୟୁତ ଦାସ ହରି ହରି ଭାବ ହରି ହରି ଭାବ ବାବୁ ହରି ହରି ଭାବ ହରି ହରି ଭାବ ବାବୁ ହରି ହରି ଭାବ। ରତ୍ନବଟ ସେ ରତ୍ନବଟରେ କିଣୁ ଦାସ ପତାକା ବାନ୍ଧିବ ସେଇ ଖେଳ ଆରମ୍ଭ ହେବ କଳିକି ଖେଳ ଏବଂ ମହାପୁରୁଷ କହୁଛନ୍ତି କହି ଅଚ୍ୟୁତ ଦାସ ହରି ହରି ଭାବ ସେ ହରିନାମକୁ ଭଜନ ଜଣାଣ କରୁଥା। ଜ୍ଞାନୀ ଗୁଣିମଣ୍ଡଳୀ ଆଜି ତ ଆମେ ଭକ୍ତର ନାଁ କହିଲୁ ରତ୍ନବଟ ଆପଣ ଜାଣିଥିବେ ସେ ରତ୍ନବଟର କିଣୁ ଦାସ ନାମରେ ଭକ୍ତ ଆଜି ତ ସମୟ ହେଇଛି ତ ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିୟା କରୋ ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିୟା କରୋ ରାଧେ 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 ଜପା କରୋ କୃଷ୍ଣ ନାମ ରସ ପିୟା କରୋ ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିୟା କରୋ। ସୁଧୀୟନୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।